नमस्कार बंधुगण, आपण मानकु आमर एही पवित्र आध्यात्मिक वीडियो को हार्दिक स्वागत। आज आम एपरी एक दिव्य ध्यान श्लोक विषय जानिबा जेउथिरे त्रिलोक, कूर्म, अनंत, मेरु, पर्वत, शांतिमूर्ति एवं श्री दुर्गा माधवଙ୍କ दिव्य स्वरूपर अद्भुत वर्णना रही। ଏହି ଶ୍ଲୋକର ପ୍ରତ୍ୟେକ ଶବ୍ଦ ଭିତରେ ଲୁଚି ରହିଛି ଗଭୀର ଆଧ୍ୟାତ୍ମିକ ରହସ୍ୟ। ଏହାର ଅର୍ଥ ଜାଣିଲେ ଆମେ ବୁଝିପାରିବା କାହିଁକି ଭଗବାନଙ୍କ ଧ୍ୟାନ କରିବା ସମୟରେ ଏହି ଦିବ୍ୟ ସ୍ୱରୂପକୁ ଚିନ୍ତନ କରାଯାଏ ଏବଂ ଏହା ଆମ ଜୀବନକୁ କିପରି ଆଧ୍ୟାତ୍ମିକ ଭାବରେ ସମୃଦ୍ଧ କରିପାରେ। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆସନ୍ତୁ ଭକ୍ତି ଓ ଶ୍ରଦ୍ଧାର ସହିତ ଆରମ୍ଭ କରିବା ଏହି ପବିତ୍ର ଧ୍ୟାନ ଶ୍ଲୋକର ମହିମା। ତ୍ରୟଲୋକ୍ୟଂ ଧାରଚକ୍ରଃ तदोपरि कमठं तत्रयानन्तमूर्तिः तस्मात् विकसितकृतशेखरतनुकृतिकाश्रुतमेरु तत्रात्मं शान्तिमूर्तिमणिमयमुकुटं भूषितं कुण्डलाढ्यं श्रीदुर्गामाधव्यां शिरोसिजनीलयो सन्ततं चिन्तयामि। आपण माने ଏହି ଶ୍ଲୋକ ନିଶ୍ଚୟ ଶୁଣିଥିବେ, କିନ୍ତୁ ଏହାର ଭାବାର୍ଥ ବିଷୟରେ ଜାଣନ୍ତୁ। ସନାତନ ଧର୍ମରେ ଭଗବାନଙ୍କ ଧ୍ୟାନ କେବଳ ଆଖି ବନ୍ଦ କରି କିଛି ସମୟ ବସିବା ନୁହେଁ। ଧ୍ୟାନ ହେଉଛି ମନକୁ ସଂସାରର ଚିନ୍ତାରୁ ଦୂର କରି ପରମାତ୍ମାଙ୍କ ସ୍ୱରୂପରେ ଏକାଗ୍ର କରିବାର ଏକ ପବିତ୍ର ମାର୍ଗ। ଆମର ପ୍ରାଚୀନ ଋଷିମୁନିମାନେ ଦେବତାଙ୍କ ଧ୍ୟାନ ପାଇଁ ବିଭିନ୍ନ ଧ୍ୟାନ ମନ୍ତ୍ର ଓ ଧ୍ୟାନ ଶ୍ଲୋକ ରଚନା କରିଥିଲେ। ଆପଣ ଦେଇଥିବା ଧ୍ୟାନ ଶ୍ଲୋକର ଭଗବାନଙ୍କ ଦିବ୍ୟ ସ୍ୱରୂପ ସହିତ ସମଗ୍ର ବ୍ରହ୍ମାଣ୍ଡର ଏକ ଅଦ୍ଭୁତ ଚିତ୍ର ଉପସ୍ଥିତ ହୋଇଅଛି। ଏଥିରେ ତ୍ରିଲୋକ, ଧାରଚକ୍ର, କୂର୍ମ, ଅନନ୍ତ ମୂର୍ତ୍ତି, ମେରୁ, ପର୍ବତ, ଶାନ୍ତିମୂର୍ତ୍ତି, ମଣିମୟ ମୁକୁଟ ଏବଂ ଶ୍ରୀ ଦୁର୍ଗା ମାଧବଙ୍କ ଦିବ୍ୟ ରୂପକୁ ସ୍ମରଣ କରାଯାଇଅଛି। ଏହି ଶ୍ଲୋକରେ ପ୍ରତ୍ୟେକ ଶବ୍ଦ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଭାବ ଲୁଚି ରହିଅଛି। ତ୍ରୟଲୋକ୍ୟଂ ଶ୍ଲୋକର ଆରମ୍ଭରେ ତ୍ରୟଲୋକ୍ୟଂ ବା ତିନୋଟି ଲୋକର ଧାରଣା ଆସିଥାଏ। ସନାତନ ପରମ୍ପରାରେ ଭୂ, ଭୁବଃ ଓ ସ୍ୱଃ ଏହି ତିନି ସ୍ତରକୁ ବ୍ରହ୍ମାଣ୍ଡର ଏକ ମୂଳ ଧାରଣା ଭାବେ ବୁଝାଯାଏ। ଏଠାରେ ତ୍ରୟଲୋକ୍ୟଂ କେବଳ ତିନୋଟି ସ୍ଥାନର ନାମ ନୁହେଁ, ଏହା ସମଗ୍ର ସୃଷ୍ଟିର ପ୍ରତୀକ। ଆମେ ଯେଉଁ ଜଗତକୁ ଦେଖୁଛୁ, ଯେଉଁ ଜଗତକୁ ଅନୁଭବ କରୁଛୁ ଏବଂ ଯେଉଁ ଦିବ୍ୟ ସତ୍ତାକୁ ଆମର ମନ ଅନୁଭବ କରିବାକୁ ଚେଷ୍ଟା କରେ, ସବୁକିଛି ପରମାତ୍ମାଙ୍କ ଅଧୀନ ବୋଲି ଏହା ଧ୍ୟାନ ଭାବ ଆମକୁ ସ୍ମରଣ କରାଏ। ମଣିଷ ଯେତେବେଳେ ଏହି ଭାବନା ସହିତ ଭଗବାନଙ୍କୁ ଧ୍ୟାନ କରେ, ତାହାର ମନରେ ନିଜକୁ ନେଇଥିବା ଅହଙ୍କାର ଧୀରେ ଧୀରେ କମିଯାଏ। କୂର୍ମର ଆଧ୍ୟାତ୍ମିକ ପ୍ରତୀକ ଶ୍ଲୋକରେ କର୍ମଠଂ ବା କୂର୍ମର ଉଲ୍ଲେଖ ମିଳେ। କୂର୍ମ ଅର୍ଥାତ୍ କଚ୍ଛପ। ସନାତନ ଧର୍ମରେ କୂର୍ମର ଏକ ବିଶେଷ ଆଧ୍ୟାତ୍ମିକ ପ୍ରତୀକ ରହିଛି। କଚ୍ଛପ ନିଜର ଅଙ୍ଗଗୁଡ଼ିକ ଆବଶ୍ୟକ ସମୟରେ ନିଜ ଭିତରକୁ ସଙ୍କୋଚିତ କରିପାରେ। ଏହି କାରଣରୁ କୂର୍ମକୁ ଇନ୍ଦ୍ରିୟ ସଂଯମର ପ୍ରତୀକ ଭାବରେ ମଧ୍ୟ ବୁଝାଯାଏ। ମଣିଷର ମନ ସବୁବେଳେ ବାହାରକୁ ଦୌଡ଼େ। ଆଖି ଦେଖିବାକୁ ଚାହେଁ, କାନ ଶୁଣିବାକୁ ଚାହେଁ, ଜିଭ ସ୍ୱାଦ ନେବାକୁ ଚାହେଁ ଏବଂ ମନ ନୂଆ ନୂଆ ବିଷୟ ପଛରେ ପଡ଼ଉଥାଏ। କିନ୍ତୁ ଧ୍ୟାନର ଅର୍ଥ ହେଉଛି ଏହା ବାହ୍ୟ ଦୌଡ଼କୁ ଧୀରେ ଧୀରେ ରୋକି ମନକୁ ଭିତରକୁ ନେବା। ତେଣୁ ଧ୍ୟାନ କରିବା ସମୟରେ କୂର୍ମର ଭାବନା ଆମକୁ ଇନ୍ଦ୍ରିୟ ସଂଯମର ଶିକ୍ଷା ଦିଏ। ତତ୍ରୟାନନ୍ତ ମୂର୍ତ୍ତି ଏହି ଧ୍ୟାନ ଶ୍ଲୋକରେ ଅନନ୍ତ ମୂର୍ତ୍ତିର ଉଲ୍ଲେଖ ମଧ୍ୟ ରହିଅଛି। ଅନନ୍ତ ଅର୍ଥ ଯାହାର କୌଣସି ଶେଷ ନାହିଁ। ସନାତନ ପରମ୍ପରାରେ ଅନନ୍ତ ଶେଷନାଗଙ୍କ ସହିତ ଭଗବାନ ବିଷ୍ଣୁଙ୍କ ସମ୍ପର୍କ ବିଶେଷ ଭାବେ ପ୍ରସିଦ୍ଧ। ଭଗବାନ ବିଷ୍ଣୁ ଅନନ୍ତ ଶେଷଙ୍କ ଉପରେ ଶୟନ କରନ୍ତି ବୋଲି ପୌରାଣିକ ପରମ୍ପରାରେ ବର୍ଣ୍ଣନା ମିଳେ। ଏଠାରେ ଅନନ୍ତ କେବଳ ଏକ ନାଗର ପ୍ରତୀକ ନୁହେଁ, ଏହା ଅସୀମତାର ପ୍ରତୀକ। ଭଗବାନଙ୍କ ସ୍ୱରୂପ ସୀମାହୀନ। ମଣିଷର ବୁଦ୍ଧି ସୀମିତ ହୋଇଥିଲେ ମଧ୍ୟ ପରମାତ୍ମାଙ୍କ ମହିମା ଅସୀମ। ଏହି ଭାବନା ମଣିଷକୁ ନମ୍ର କରେ। ମେରୁ ପର୍ବତର ରହସ୍ୟ ଶ୍ଲୋକରେ ମେରୁ ପର୍ବତର ମଧ୍ୟ ଉଲ୍ଲେଖ ରହିଅଛି। ପୌରାଣିକ ବ୍ରହ୍ମାଣ୍ଡ ଧାରଣାରେ ମେରୁ ପର୍ବତକୁ ବ୍ରହ୍ମାଣ୍ଡର ଏକ କେନ୍ଦ୍ରୀୟ ପ୍ରତୀକ ଭାବରେ ବର୍ଣ୍ଣନା କରାଯାଇଅଛି। ଆଧ୍ୟାତ୍ମିକ ଭାବରେ ମେରୁ ଅର୍ଥ ହେଉଛି ସ୍ଥିରତା ଓ କେନ୍ଦ୍ରୀକରଣ। ଆମ ଜୀବନରେ ମଧ୍ୟ ଏକ ମେରୁ ଭଳି ଦୃଢ଼ କେନ୍ଦ୍ର ଆବଶ୍ୟକ। କେବେ ସୁଖ ଆସେ, କେବେ ଦୁଃଖ ଆସେ, କେବେ ସଫଳତା ମିଳେ, କେବେ ବିଫଳତା ମିଳେ। ଯଦି ମନ ପ୍ରତ୍ୟେକ ପରିସ୍ଥିତିରେ ଅସ୍ଥିର ହୋଇଯାଏ, ତେବେ ଜୀବନର କଷ୍ଟକର ହୋଇଯାଏ। ଭଗବାନଙ୍କ ଧ୍ୟାନ ଆମ ମନକୁ ମେରୁ ପର୍ବତ ପରି ସ୍ଥିର ହେବାର ଶିକ୍ଷା ଦିଏ। ଶାନ୍ତି ମୂର୍ତ୍ତିର ଧ୍ୟାନ ଶ୍ଲୋକରେ ଭଗବାନଙ୍କୁ ଶାନ୍ତି ମୂର୍ତ୍ତି ଭାବରେ ଧ୍ୟାନ କରାଯାଇଅଛି। ଭଗବାନଙ୍କ ଶାନ୍ତ ସ୍ୱରୂପ ଆମକୁ ଏକ ବଡ଼ ଆଧ୍ୟାତ୍ମିକ ଶିକ୍ଷା ଦିଏ। ଆଜିର ଜୀବନରେ ମଣିଷ ଚିନ୍ତା, ଭୟ, କ୍ରୋଧ, ପ୍ରତିଯୋଗିତା ଓ ଅସନ୍ତୋଷରେ ଘେରି ରହିଅଛି। ବାହାର ଜଗତକୁ ବଦଳାଇବା ସବୁବେଳେ ଆମ ହାତରେ ନଥାଏ, କିନ୍ତୁ ନିଜ ମନକୁ ଶାନ୍ତ କରିବାର ଅଭ୍ୟାସ ଆମେ କରିପାରିବା।
ଭଗବାନଙ୍କ ଶାନ୍ତିମୂର୍ତ୍ତି ଧ୍ୟାନ କଲେ ଆମେ ମନେ ମନେ ପ୍ରାର୍ଥନା କରିପାରିବା, ହେ ପ୍ରଭୁ ମୋର ମନକୁ ଶାନ୍ତ କରନ୍ତୁ, ମୋର ଚିନ୍ତାକୁ ପବିତ୍ର କରନ୍ତୁ, ମୋତେ ସତ୍ୟର ପଥରେ ଚାଲିବାର ଶକ୍ତି ଦିଅନ୍ତୁ। ଏହି ଭାବନା ହିଁ ଧ୍ୟାନର ପ୍ରକୃତ ଉଦ୍ଦେଶ୍ୟ। ମଣିମୟ ମୁକୁଟ ଓ କୁଣ୍ଡଳ। ଧ୍ୟାନ ଶ୍ଲୋକରେ ଭଗବାନଙ୍କ ମଣିମୟ ମୁକୁଟ ଏବଂ କୁଣ୍ଡଳରେ ଶୋଭିତ ଦିବ୍ୟ ସ୍ୱରୂପକୁ ସ୍ମରଣ କରାଯାଇଅଛି। ମୁକୁଟ ରାଜତ୍ୱ ଓ ଐଶ୍ୱର୍ଯ୍ୟର ପ୍ରତୀକ, କିନ୍ତୁ ଭଗବାନଙ୍କ ମୁକୁଟ କେବଳ ବାହ୍ୟ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ଏହା ଦିବ୍ୟ ଜ୍ଞାନ ଓ ପରମ ଐଶ୍ୱର୍ଯ୍ୟର ପ୍ରତୀକ ଭାବେ ବୁଝାଯାଇପାରେ। କୁଣ୍ଡଳ ମଧ୍ୟ ଦିବ୍ୟ ଅଳଙ୍କାରର ଅଂଶ। ଧ୍ୟାନ ଶ୍ଲୋକରେ ଏପରି ଦିବ୍ୟ ରୂପର ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ରହିଅଛି ଭକ୍ତଙ୍କ ମନରେ ଭଗବାନଙ୍କ ଏକ ସ୍ପଷ୍ଟ ଓ ପବିତ୍ର ଚିତ୍ର ସ୍ପଷ୍ଟ କରିବା। ଶ୍ରୀ ଦୁର୍ଗା ମାଧବଙ୍କ ଧ୍ୟାନ ଶ୍ଲୋକରେ ଶେଷ ଭାଗରେ ଶ୍ରୀ ଦୁର୍ଗା ଓ ମାଧବଙ୍କ ଦିବ୍ୟ ସ୍ୱରୂପକୁ ନିରନ୍ତର ଚିନ୍ତନ କରିବାର ଭାବ ପ୍ରକାଶ ପାଏ। ଏଠାରେ ଦୁର୍ଗା ଶକ୍ତିର ପ୍ରତୀକ ଏବଂ ମାଧବ ଭଗବାନ ବିଷ୍ଣୁଙ୍କ ଏକ ପବିତ୍ର ନାମ। ଶକ୍ତି ଓ ପୁରୁଷତ୍ୱ, ପ୍ରକୃତି ଓ ପରମାତ୍ମା, ଏହି ଦୁଇ ତତ୍ତ୍ୱର ସମନ୍ୱୟ ଭାବନା ଏଠାରେ ଦେଖାଯାଏ। ଦୁର୍ଗା ମାତା ଭକ୍ତଙ୍କୁ ଶକ୍ତି, ସାହସ ଓ ସୁରକ୍ଷାର ଭାବ ଦିଅନ୍ତି। ମାଧବ ଭଗବାନଙ୍କ ସ୍ମରଣ ଭକ୍ତି, ଧର୍ମ ଓ ଶରଣାଗତିର ଭାବକୁ ଜାଗ୍ରତ କରେ। ତେଣୁ ଏହି ଧ୍ୟାନ କେବଳ ଏକ ଦେବତାଙ୍କ ରୂପଙ୍କ ମନେ ପକାଇବା ନୁହେଁ, ଏହା ଶକ୍ତି, ଶାନ୍ତି, ଭକ୍ତି ଓ ଦିବ୍ୟ ଚେତନାର ସମନ୍ୱୟକୁ ଅନୁଭବ କରିବାର ଏକ ମାର୍ଗ। ଧ୍ୟାନ କରିବାର ସରଳ ପଦ୍ଧତି। ଏହି ଧ୍ୟାନ ଶ୍ଲୋକକୁ ପାଠ କରିବା ସମୟରେ ମନକୁ ଶାନ୍ତ ରଖିବା ଉଚିତ। ପ୍ରଥମେ ଏକ ପବିତ୍ର ସ୍ଥାନରେ ବସନ୍ତୁ, ଶରୀରକୁ ସ୍ଥିର ରଖନ୍ତୁ, କିଛି ସମୟ ଧୀରେ ଧୀରେ ଶ୍ୱାସ ନିଅନ୍ତୁ। ତାପରେ ମନରେ ଭଗବାନଙ୍କ ଶାନ୍ତ ଦିବ୍ୟ ସ୍ୱରୂପକୁ କଳ୍ପନା କରନ୍ତୁ। ମନ୍ତ୍ର ବା ଶ୍ଲୋକ ପାଠ କରିବା ସମୟରେ ପ୍ରତ୍ୟେକ ଶବ୍ଦର ଭାବକୁ ଅନୁଭବ କରିବାର ଚେଷ୍ଟା କରନ୍ତୁ। କେବଳ ଶୀଘ୍ର ଶୀଘ୍ର ଶ୍ଲୋକ ପଢ଼ିଦେବା ଠାରୁ ଭାବପୂର୍ବକ ପାଠ କରିବା ଅଧିକ ମହତ୍ତ୍ୱପୂର୍ଣ୍ଣ। ପ୍ରିୟ ଭକ୍ତଜନ, ଏହି ଧ୍ୟାନ ଶ୍ଲୋକ ଆମକୁ କେବଳ ଭଗବାନଙ୍କ ଦିବ୍ୟ ରୂପ ଧ୍ୟାନ କରାଏ ନାହିଁ, ବରଂ ଜୀବନର ଅନେକ ଗଭୀର ଶିକ୍ଷା ମଧ୍ୟ ଦିଏ। କୁର୍ମ ଆମକୁ ଇନ୍ଦ୍ରିୟ ସଂଯମ ଶିଖାଏ, ଆନନ୍ଦ ଆମକୁ ପରମାତ୍ମାଙ୍କ ଅସୀମତାର ସ୍ମରଣ କରାଏ, ମେରୁ ଆମକୁ ସ୍ଥିର ରହିବାର ଶିକ୍ଷା ଦିଏ, ଶାନ୍ତିମୂର୍ତ୍ତି ଆମକୁ ଅନନ୍ତର ଶାନ୍ତିର ମହତ୍ତ୍ୱ ବୁଝାଏ, ଆଉ ଶ୍ରୀ ଦୁର୍ଗା ମାଧବଙ୍କ ଧ୍ୟାନ ଆମ ମନରେ ଶକ୍ତି, ଭକ୍ତି ଓ ଶରଣାଗତିର ଭାବ ଜାଗ୍ରତ କରେ। ସନାତନ ପରମ୍ପରାରେ ଧ୍ୟାନର ମୂଳ ଉଦ୍ଦେଶ୍ୟ ହେଉଛି ତାହାର ଜଗତର ଅସ୍ଥିରତା ମଧ୍ୟରେ ନିଜେ ଆନନ୍ଦରେ ଏକ ଶାନ୍ତ କେନ୍ଦ୍ର ଖୋଜିବା। ତେଣୁ ଭକ୍ତି ଓ ଶ୍ରଦ୍ଧା ସହିତ ଭଗବାନ ଧ୍ୟାନ କରନ୍ତୁ, ମନକୁ ପବିତ୍ର ରଖନ୍ତୁ, କର୍ମକୁ ସତ୍ମାର୍ଗରେ ରଖନ୍ତୁ ଏବଂ ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା ଓ ସଦ୍ଭାବ ରଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଯଦି ଆପଣଙ୍କୁ ଆମ ଏହି ଭିଡ଼ିଓଟିକୁ ଭଲ ଲାଗିଥାଏ, ଗୋଟିଏ ଲାଇକ୍ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଧନ୍ୟବାଦ।